ମୋ ପାଖରେ ଗୋଟେ ଷଷ୍ଠ ଶ୍ରେଣୀର ଛାତ୍ରୀ ଅଛି ତ ତାକୁ ଆଜି ମୁଁ ରୋଷେଇ କରିବା ଶିଖେଇବି। ତାରି ବହିରୁ ସେ ରୋଷେଇ କରିବା ଶିଖିବ। ପାଠ ପଢ଼ିବା ଦରକାର ନାହିଁ, ରୋଷେଇ କରିବା ଶିଖିବ। ତ କୁହ କ'ଣ ଶିଖିବ କୁହ? ଘୋଳ ଦହି ପ୍ରସ୍ତୁତ ଶିଖିବ ନା ଜଲଜିରା ଶିଖେଇବି? ଜଲଜିରା କେମିତି ତିଆରି କରନ୍ତି, ବେଲପଣା, ସାଲାଡ଼ ତିଆରି, ମୁଗ ଡାଲି ସାଲାଡ଼ କେମିତି ହେବ? ମୁଗ ଡାଲି ସାଲାଡ଼ କ'ଣ ମୁଁ ବି ଶିଖିଦେବି। ଫଳ ଚାଟ୍ କେମିତି ଗୋଟେ ତିଆରି କରନ୍ତି, ଲସି, ଝାଲମୁଢ଼ି, ଆଉ ଗୋଟେ ଅଛି କ'ଣ ତାପରେ ଲେମ୍ବୁ ସରବତ, ତାପରେ ପୋଦିନା ଚଟନି, ସାଣ୍ଡୱିଚ, ଓ ଗ୍ରେଟ୍, କାକୁଡ଼ି ରାଇତା, ତାପରେ ଗଜାମୁଗ ଚାଟ୍, ଚୁଡ଼ା ଘଷା କ'ଣ ଦୁଇଟା ନୂଆ ଜିନିଷ ଯେଉଁଟାକି ମୁଁ ନୂଆ ଶୁଣୁଛି, ସେଇଟା ବି ମୋତେ ବି ଆସିନି, ତ ଆମେ ଶିଖିବା ହେଲା। ମୁଁ ଆଜି ଘରେ ଜଲଜିରା କରିଥିଲି। ମୁଁ ଯଦି ୟାକୁ ଦେଖିକି ଯାଇଥାନ୍ତି ଏଇ ରେସିପିଟା, ତାହେଲେ ମୁଁ ଯାଇକି ଆଉ ଟିକେ ଭଲସେ କରିଦେଇଥାନ୍ତି ଜଲଜିରା। ପିଲାଙ୍କ ଭବିଷ୍ୟତ ତ ଅନ୍ଧାର, ତ ତମେ ଟିକେ ଭଲସେ ପଢ଼ିକି ଯାଇଥିବ, ନହେଲେ ଏକ୍ଜାମ୍ରେ ରେସିପି ଲେଖିଲା ବେଳକୁ ଭୁଲ ହେଇଯିବ ହେଲା। ଯଦି କ୍ୱେଶ୍ଚିନ୍ ଆସିବ ସାଲାଡ଼ କେମିତି ତିଆରି ହୁଏ, ତମେ ଯଦି ଭୁଲ ପ୍ରୋସେସ୍ ଯଦି ଲେଖିଲ, ଲୁଣ ଜାଗାରେ ଆଗ ଯଦି ହଳଦୀ ଲେଖିଦେଲ ଗଲା ଆଉ। ଆକ୍ଚୁଆଲି ଗଭର୍ଣ୍ଣମେଣ୍ଟର ଭୁଲ ନା ଟିଚର୍ମାନଙ୍କ ଭୁଲ? ତ ଆପଣମାନେ ମୋତେ ନିଶ୍ଚିତ କମେଣ୍ଟ କରି କହିବେ ଏଇଟା ଗଭର୍ଣ୍ଣମେଣ୍ଟର ଭୁଲ ନା ଟିଚର୍ମାନଙ୍କ ଭୁଲ। ଚାଲ, ବେଷ୍ଟ ଅଫ୍ ଲକ୍।